ବାଚସ୍ପତି ମହୋଦୟ ପ୍ରାୟ 1 ବର୍ଷ ହେଲାଣି ତାଳଚେରରେ ପାଖାପାଖି ଥିବା 8,000 ଟ୍ରକ୍ କୋଇଲା ପରିବହନରୁ ବଞ୍ଚିତ ହୋଇଛି। ଏହାର ମୂଳ କାରଣ ହେଲା ଓଡ଼ିଶାରେ ଥିବା ପାଖାପାଖି ସବୁ ପ୍ଲାଣ୍ଟ ଗୁଡ଼ିକ ପ୍ରାବଧାନ ରହିଛି ଟ୍ରକ୍ ଯୋଗେ କୋଇଲା ପରିବହନ କରିବା ପାଇଁ। ତାଳଚେରର ବେକାର ଯୁବକ ଯୁବତୀ ଏବଂ ଜମିହରା ପ୍ରଜାମାନଙ୍କର ଦାନା ପାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଟ୍ରକ୍ ଗୁଡ଼ିକ ଆଜି 1 ବର୍ଷ ହେଲାଣି କୋଇଲା ପରିବହନରୁ ବଞ୍ଚିତ ହୋଇଛନ୍ତି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିସାରିଛି, ମାନ୍ୟବର କମର୍ସ ଟ୍ରାନ୍ସପୋର୍ଟ ମିନିଷ୍ଟରଙ୍କୁ ମଧ୍ୟ ସାକ୍ଷାତ କରିସାରିଛି, ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରିସାରିଛି ଏବଂ କେନ୍ଦ୍ର କୋଇଲା ସରକାରଙ୍କୁ ମଧ୍ୟ କୋଇଲା ମନ୍ତ୍ରୀଙ୍କୁ ମଧ୍ୟ ସିଧାସଳଖ ଭାବରେ ଏ ବାବଦରେ ଅବଗତ କରାଇଛି। ତା ସହିତ ରେଲୱେ ମନ୍ତ୍ରୀଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇଛି। ଅତ୍ୟନ୍ତ ଦୁର୍ଭାଗ୍ୟର କଥା, ପାଖାପାଖି ବହୁତ ଗୁଡ଼ିଏ ଟ୍ରକ୍ ପଇସା ନ ଦେବା କାରଣରୁ ଯେଉଁ EMI ଅଛି ସେଥିପାଇଁ ଫାଇନାନ୍ସ କମ୍ପାନୀ ଗାଡ଼ିଗୁଡ଼ିକ ଟାଣି ନେବା ସହିତ କିଛି ଲୋକ ବି ମଧ୍ୟ ଆତ୍ମହତ୍ୟା କଲେଣି ଏ ସମସ୍ୟା ପାଇଁ। ଏଣୁ ଆପଣଙ୍କୁ ମୁଁ ନିବେଦନ କରିବି, ସରକାରଙ୍କୁ ଆପଣ ନିର୍ଦ୍ଦେଶ ଦିଅନ୍ତୁ ଯେ କିଭଳି ଭାବରେ ଅଚଳା ଅବସ୍ଥାକୁ ଦୂର କରାଯିବ ଏବଂ ବେକାର ଯୁବକ ଯୁବତୀ ତାଳଚେରରେ ଥିବା ଜମିହରା ପ୍ରଜାମାନଙ୍କୁ ନ୍ୟାୟ ଦିଆଯିବ। ସେଥିପାଇଁ ମୁଁ ଆପଣଙ୍କ ମାଧ୍ୟମରେ ସରକାରଙ୍କୁ ନିବେଦନ କରୁଛି।